ଅତିଥି ସେମାନେ ସେମାନଙ୍କୁ ଆଜି ଅତିଥି ବାସ୍ତବରେ କହିବା ଅତିଥି ମୋ ବାପା କିଏ ଅତିଥି ମାନେ କୌଣସି ଇଏ ପାଲା ହେଉ କୀର୍ତ୍ତନ ହେଉ ଯାତ୍ରା ହେଉ କୌଣସି ଗୋଟେ ପର୍ବପର୍ବାଣି ଆଜ୍ଞା ହେଉ ନିମନ୍ତ୍ରଣ କରିଥିବା ଅତିଥି ଆଜ୍ଞା ଅତିଥି କିନ୍ତୁ ଏ ସମୟରେ ନୁହଁ ଯେ ଅଲଗା ଦିନ ମାନେ ଅତିଥି ତିଥିବାର କିଛି ନଥିବ କୌଣସି ପର୍ବପର୍ବାଣି ଆଜ୍ଞା ନଥିବ ଅତିଥିରେ ଅଦିନରେ ଯେଉଁ ବ୍ୟକ୍ତି ବା ବନ୍ଧୁ ବାନ୍ଧବ ଆପଣଙ୍କ ଦ୍ୱାରସ୍ଥକୁ ଆସିଲେ ସେମାନଙ୍କୁ ବାସ୍ତବରେ କହିବା ବାପା ଅତିଥି ସତେ ମାନେ ଯେଉଁମାନେ ଅତିଥିରେ ଆସନ୍ତି ଅଦିନରେ ଦାସ କହିଲେ ମୁଁ ବାପା କହୁଛି ଆଉ ଅତିଥି ଆସିଲେ ଆମେ କେମିତି ସ୍ୱାଗତ କରିବା ଦରକାର ନା ଶିଖିକି ଆମେ ସେ କଥା କରିବା ନା କହିଲେ ସୂର୍ଯ୍ୟ ଅନଳେ କିବା ଜଳେ ବାହୁଦ ପ୍ରଭୁଙ୍କୁ ମୋ ବାପା ପାଇବା ପାଇଁ ଅନେକ ତପ ଜପ ମାନସିକ ବ୍ରତ ଉପାସନା ଏମିତି ଅନେକ ଧର୍ମର ଲୋକମାନେ କେତେ କଷ୍ଟ ଆଜ୍ଞା କରୁଛନ୍ତି ନା ନାଇଁ କିନ୍ତୁ ଆମେ ସହଜରେ କେତେ ଓଷା ଉପାସ କରୁଛନ୍ତି ଅତିଥି ପୂଜା କଲେ ଭଗବାନଙ୍କୁ ପାଇବା ଅତିଥି ପୂଜା କଲେ କେମିତି ମୋ ବାପା ଏମିତି କହିଲେ ଭାଗବତରେ ସୂର୍ଯ୍ୟ ଅନାବେଳେ ଅବା ଜଳେ ଅଥବା ହୃଦୟ କୋମଳରେ ହୃଦୟ ଯଦି ନିର୍ମଳ କରିବା କୋମଳ କରିବା ପ୍ରଭୁଙ୍କୁ ପାଇବା ତାହେଲେ ଆଉ କେମିତି ଆଜ୍ଞା ପାଇବା ବୋଲେ ଯଦି ନ ପାର ଏତେ ମତା ଏ ମା ଗୃହେ ଯେ ଅତିଥି ଆଗତ ଗୃହେ ଯେ ଅତିଥି ଆଗତ ଗୃହେ ଯେ ଅତିଥି ଆଗତ ସୂର୍ଯ୍ୟ ଅନଳେ କିବା ଜଳେ ଅଥବା ହୃଦୟ କୋମଳେ ଯଦି ନ ପାର ଏତେ ମତା ଗୃହେ ଯେ ଅତିଥି ଆଗତ ଗୃହେ ଯେ ଅତିଥି ଆଗତ ଗୃହେ ଯେ ଅତିଥି ଆଗତ ଅତିଥି ଆଗ ମନ ଦେଖି ଉଠିବ ଆସନ ଦେଖି ଭାଗ କରିବ ତିଥି ଦୂର ସଂଗ୍ରାମ କରି ନମସ୍କାର ସଂଗ୍ରାମ କରି ନମସ୍କାର ସଂଗ୍ରାମ କରି ନମସ୍କାର ତାହାକୁ ବିଷ୍ଣୁ ପ୍ରାୟ ମଣି ତାହାକୁ ବିଷ୍ଣୁ ପ୍ରାୟ ମଣି ପୂଜିବ ଦେଇ ଅନ୍ନ ପାଣି ପୂଜିବ ଦେଇ ଅନ୍ନ ପାଣି ଗାଭରୁ ଅତିଥି ବାହୁରେ ସେ ପ୍ରାଣିବେ ତା ମୁଖେ ପଡ଼େ ସେ ପ୍ରାଣିବେ ତା ମୁଖେ ପଡ଼େ ସେ ପ୍ରାଣିବେ ତା ମୁଖେ ପଡ଼େ କରିଛନ୍ତି କୃଷ୍ଣ ଠାକୁର କିନ୍ତୁ ସେଇ ସମୟରେ ଦେବର୍ଷି ଆଜ୍ଞା କହିଲେ ପାପ ବି ତମେ ସିନା କହୁଛ ପାପ ବିନାଶନ ପାଇଁ ମୋ ଦର୍ଶନରେ ତୁମେ ଲାଭ କରିଛ କିନ୍ତୁ ଯୋଗୀ ମୁନି ଋଷି ମାନଙ୍କର ସଦା ସର୍ବଦା ପ୍ରଭୁଙ୍କର ଆଜ୍ଞା ନା ବା ପ୍ରଭୁଙ୍କୁ କେମିତି ଆଜ୍ଞା ଦର୍ଶନ କରିବେ ସେଇ ହଉଛି ତାଙ୍କର ଆଜ୍ଞା ଚିନ୍ତନ ନା ନା ତପ ଦର୍ଶନ ଅଧିକ କାର୍ଯ୍ୟ କହିଲେ ଆଜ୍ଞା ଦେବର୍ଷି କହିଲେ ତପ ଦର୍ଶନ କହିଲେ ହେ ପ୍ରଭୁ ତୁମର ଦର୍ଶନ ବ୍ୟତିରେକ ଇଏ ଯୋଗୀ ମୁନି ଋଷି ମାନଙ୍କର ତପ ଦର୍ଶନ ଅଧିକ କାର୍ଯ୍ୟ ଯୋଗୀ ଜହାନାରେ କାର୍ଯ୍ୟ ଯୋଗୀ ଜହାନାର ଅଛି କି ମହାପୁରୁଷ ସର୍ବ ଯୋଗୀ ମୁନି ଋଷି ମାନଙ୍କର ସଦା ସର୍ବଦା ପ୍ରଭୁଙ୍କର ଦର୍ଶନ ଆଉ କଣ ତାଙ୍କର ଅଧିକ କାର୍ଯ୍ୟ ତେଣୁ ତୁମର ଦର୍ଶନ ମିଳିଲା ଇଏ ହଉଛି ବଡ ଆନନ୍ଦର କଥା ହେଲେ ପ୍ରଭୁ ମୁଁ ଗୋଟେ ବିଶେଷ କାର୍ଯ୍ୟ ନେଇ ଆସିଛି ଦେବର୍ଷି ହଁ ହଁ ଏ ଅସମୟରେ ଆଜି ମୋ ଗୃହରେ ପାଦ ପକେଇଛ ଆଚ୍ଛା ଆପଣ କାହିଁକି ଆସିଛନ୍ତି ପ୍ରକାଶ କରି କୁହନ୍ତୁ ଆପଣଙ୍କର ମୁଖସ୍କଳିତ ବାକ୍ୟ ତେଣୁ ମୋ ବାପା ସେଇ ସମୟରେ ଦେବର୍ଷି ନାରଦଙ୍କୁ ଆଜ୍ଞା ଶ୍ରୀକୃଷ୍ଣ ପଚାରୁଛନ୍ତି କଣ ବାପା ପଚାରିଲେ କହିଲେ କେତେ କାର୍ଯ୍ୟ ମୁନି କଲେ ମନ ଭାସିଲେ ତୁରିତ ଭାସିଲେ ତୁରିତ ଦେବେନ୍ଦ୍ର ଆଦେଶ ଭାସିଲେ ଯେତେବେଳେ
ଠାକୁର ଆଗେ ପଚାରିଛନ୍ତି ଦେବର୍ଷିଙ୍କୁ ଦେବର୍ଷି କହିଲେ ଠିକ ଯେଉଁ ପ୍ରଶ୍ନଟି ପ୍ରଭୁ ପଚାରିଛନ୍ତି ମୁଁ କାହିଁକି ଆସିଛି ହଁ। ସେଇଭଳି ଗୋଟେ ବଡ ଉଦ୍ଦେଶ୍ୟ ନହେଲେ ମୁଁ କେଉଁଠିକି ଯାଏନା ମହର୍ଷି ଦେବର୍ଷି ହଁ ହଁ ଆପଣ କୁହନ୍ତୁ ମୋ ପ୍ରଭୁ କାହିଁକି ଆସିଛନ୍ତି? ତେଣୁ ମୁଁ ତୁମ ପାଖକୁ ଆସିବାର କାରଣ ମୁଁ ସେମିତି ଆସିନି ମତେ ପଠେଇଛନ୍ତି ଦେବରାଜ ଇନ୍ଦ୍ର ମୋ ବାବା ବୁଝିଲା ଦେବରାଜ ଇନ୍ଦ୍ରଙ୍କର ଆଜ୍ଞା ଆଦେଶରେ ଆସିଛନ୍ତି ଦେବର୍ଷି ଆଜ୍ଞା କୃଷ୍ଣଙ୍କର ପୁଅ ବା ଦ୍ୱାରିକା କଟକ ତେବେ ତାହେଲେ ସେଇ ସମୟରେ କୃଷ୍ଣ ଠାକୁର କହିଲେ ରାଜା ତ ରାଜା ଇନ୍ଦ୍ର ରାଜା ହଁ ତାଙ୍କର କଣ ଅସୁବିଧା କଣ ଅଭିଳାଷ ଯେ ତୁମକୁ ପ୍ରେରିତ କରିଛନ୍ତି ମୋ ନିକଟକୁ ତାଙ୍କର ତ ପାରିଜାତ ପୁଷ୍ପ ଅଛି, ଐରାବତ ହସ୍ତି ଅଛି, ଅଷ୍ଟ ଅପ୍ସରୀ ଅଛନ୍ତି, ଆଚ୍ଛା। ସଚୀ ଭଳି ରାଣୀ ଅଛନ୍ତି। ହଁ ହାଁ? ତାହେଲେ ଏତେ ସବୁ ସୁବିଧାରେ ଥିବା ବେଳେ ସେ କଣ ପାଇଁ ମତେ ଚିନ୍ତନ କରିଛନ୍ତି ହେ ପ୍ରଭୁ ବା କେଉଁ ଖବର ନେଇ ମୋ ନିକଟକୁ ପଠାଇଛନ୍ତି ଇନ୍ଦ୍ର ରାଜା ରାତିରେ ଶୟନ କରିପାରୁନାହାନ୍ତି।